ବରଗଡ଼ ଅମ୍ବାପାଲି ମିଶନ କମ୍ପାଉଣ୍ଡରଠାରେ ବରଗଡ଼ ଡିସିସି କମିଟି ପକ୍ଷରୁ ବୁଧବାର ଅପରାହ୍ନ 4 ଘଣ୍ଟା ସମୟରେ ପ୍ରଥମ ପ୍ରାକ୍ ଖ୍ରୀଷ୍ଟମାସ ମହୋତ୍ସବ ପାଳନ କରାଯାଇଛି। ଏଥିରେ ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶପ ରାଇଟ୍ ରେଭରେଣ୍ଡ ଇମାନୁଏଲ ଦାନି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଖ୍ରୀଷ୍ଟ ଜନ୍ମ ଜୟନ୍ତୀ ପାଳନ ସମ୍ପର୍କରେ କହିଥିଲେ। ଏଥିରେ ବହୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଉପସ୍ଥିତ ରହି ଉତ୍ସାହର ସହ ଏହାର ପାଳନ କରାଯାଇଥିଲା। ଏହି ଅବସରରେ ବରଗଡ଼ ଡିଏସ୍ ରେଭରେଣ୍ଡ ନକୁଲ ବାଗ, ଡିସିସି ଉପସଭାପତି ଏଲିୟାନନ୍ଦ, ଡିସିସି ସମ୍ପାଦକ ମନୋଜ କୁମାର, ଡିସିସି ଉପାଧ୍ୟକ୍ଷ ରେଭରେଣ୍ଡ ଦୁର୍ଯ୍ୟୋଧନ ନାଗ ପ୍ରମୁଖ ସାମିଲ ହୋଇଥିଲେ। ସମ୍ବଲପୁର ଧର୍ମାଞ୍ଚଳର ସମ୍ପାଦକ ଭାବରେ ମୁଁ କାର୍ଯ୍ୟ ତୁଲାଉଅଛି। ମୋ ନାଁ ସୌମ୍ୟରଞ୍ଜନ ବାଗ। ଖ୍ରୀଷ୍ଟମାସ କେରଳ ଏକ ପ୍ରାକ୍ ଖ୍ରୀଷ୍ଟମାସ ବା ଖ୍ରୀଷ୍ଟମାସର ପୂର୍ବ ସମୟକୁ ଆମେ ପାଳନ କରିଥାଉ। ଆଉ ସେହି ମହାନ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯେଉଁ ଜନ୍ମ ଏ ଧରାପୃଷ୍ଠରେ ହୋଇଥିଲା ତାର ନିମନ୍ତେ ଆମମାନଙ୍କର ପ୍ରସ୍ତୁତିର ଜୀବନ ବିଷୟରେ ଆମେ ଚିନ୍ତା କରିଥାଉ। ଆଜି ଖୁସି ଆନନ୍ଦିତ ଅଟୁ ଯେ ଆଜି ବରଗଡ଼ ଏରିଆରେ ଆମର ପ୍ରତ୍ୟେକ ଖ୍ରୀଷ୍ଟ ଭାଇ ଭଉଣୀମାନେ ଯେଉଁମାନେ ଅଛନ୍ତି ସେମାନେ ମିଳିତ ଭାବରେ ଅନେକ ଦିନ ପରେ ଆଜି ଖ୍ରୀଷ୍ଟ ଜୟନ୍ତୀ ପର୍ବ ପାଳନ କରିଛନ୍ତି। ଖ୍ରୀଷ୍ଟ ଜୟନ୍ତୀ ପର୍ବର ଅର୍ଥ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନର ପର୍ବ ପାଳନ କରିଛନ୍ତି। ଯଦ୍ୟପି ଏହା ଡିସେମ୍ବର 25ରେ ଆମେ ସାମୂହିକ ଭାବରେ ପାଳନ କରୁ, କିନ୍ତୁ ଆଜି ହେଉଛି ଯେ ପ୍ରାକ୍ ଖ୍ରୀଷ୍ଟମାସ ଅର୍ଥାତ୍ ପ୍ରସ୍ତୁତିର ସମୟ ଅଟେ। ଯେପରି ସମସ୍ତ ଆମର ଖ୍ରୀଷ୍ଟ ଭାଇମାନେ ଏକତ୍ରିତ ହେବେ ଆଉ ସେମାନେ ପ୍ରସ୍ତୁତିର ପର୍ବ ପାଳନ ଆରମ୍ଭ କରିବେ। ଯେପରି ମିଳିତ ଭାବରେ ସେମାନେ 25 ତାରିଖରେ ସେମାନେ ସାମୂହିକ ଭାବରେ ଖ୍ରୀଷ୍ଟ ଜୟନ୍ତୀ ପର୍ବ ପାଳନ କରିବେ।